9 ଅଗଷ୍ଟ 2024 ସକାଳ 10ଟାରେ କଲିକତାର ଆର୍ଜିକର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ ଗୋଟିଏ ଫୋନ୍ କଲ୍ ଆସିଲା। ଫୋନ୍ କଲ୍ ଉଠାଇଥିବା ବ୍ୟକ୍ତିର ଶବ୍ଦରେ ଡର ସଫା ଜଣାପଡ଼ୁଥିଲା। ଫୋନ୍ର ଅନ୍ୟ କଣରୁ ଶବ୍ଦ ଆସିଲା କି ଆପଣଙ୍କ ମହିଳା ଡକ୍ଟରଙ୍କ ପିତା କହୁଛନ୍ତି କି? ସେ ହଁରେ ଉତ୍ତର ଦେଲେ। ଫୋନ୍ କଲ୍ର କଥା ଶୁଣି ତାଙ୍କ ପାଦ ତଳୁ ମାଟି ଖସି ପଡ଼ିଲା। ତାଙ୍କ ଝିଅର ଅବସ୍ଥା ବହୁତ ଖରାପ ଅଛି ବୋଲି କହି ତାଙ୍କୁ ଯେତେ ଶୀଘ୍ର ସମ୍ଭବ ହସ୍ପିଟାଲକୁ ପହଞ୍ଚିବାକୁ କୁହାଗଲା। ତାଙ୍କର ଏହି ଖବର ଉପରେ ବିଶ୍ୱାସ ହେଲା ନାହିଁ। ତାଙ୍କ ଝିଅ ଯିଏକି ଏକ ସମର୍ପିତ ଡକ୍ଟର ଥିଲେ, ରାତିରେ ଠିକ୍ ଥିଲେ, ହଠାତ୍ ତାଙ୍କର କ'ଣ ହେଲା ସେ କିଛି ପଚାରିବା ଆଗରୁ ଫୋନ୍ କଟିଗଲା। ଏହି କଥା ଶୁଣି ତାଙ୍କ ବାପା ଡରି ଯାଇ ପୁନର୍ବାର ସେହି ନମ୍ବରକୁ କଲ୍ କରି ପଚାରିଲେ ଯେ ମୋ ଝିଅର କ'ଣ ହେଇଛି। ସାମ୍ନାରୁ ଉତ୍ତର ଆସିଲା ଯେ ଆପଣଙ୍କ ଝିଅ ନିଜ ଜୀବନ ତ୍ୟାଗ କରିଦେଇଛି। ଏହି କଥା ଶୁଣି ତାଙ୍କ ବାପାଙ୍କ ଆଖିରୁ ଠକ୍ ଠକ୍ ହେଇ ଲୁହ ଝରି ପଡ଼ିଲା। ତାଙ୍କର ଝିଅ ଯିଏକି ସବୁବେଳେ ହସୁଥିଲା, ଅନେକ ରୋଗୀଙ୍କୁ ସେବା କରୁଥିଲା, ସେ ଏବେ ଆଉ ଦୁନିଆରେ ନାହିଁ। ଝିଅର ଏହି ଖବର ଶୁଣି ତାଙ୍କ ମା କାନ୍ଦି କାନ୍ଦି ଲୁହ ରୋକିପାରିଲେ ନାହିଁ। ସେ ଭାଙ୍ଗି ପଡ଼ିଲେ ଏବଂ ସମୟ ନଷ୍ଟ ନ କରି ହସ୍ପିଟାଲ ଆଡ଼କୁ ଧାଇଁ ଚାଲି ଯାଇଥିଲେ। କିନ୍ତୁ ତାଙ୍କୁ ଜଣା ନଥିଲା କି ସେ ହସ୍ପିଟାଲରେ ପହଞ୍ଚିବା ଆଗରୁ ଏହା ଖବର ପୁରା ସହରରେ ବ୍ୟାପି ସାରିଥିଲା। ହସ୍ପିଟାଲ ବାହାରେ ଲୋକଙ୍କ ଭିଡ଼ ଲାଗିଯାଇଥିଲା। ସମସ୍ତେ ଆଶ୍ଚର୍ଯ୍ୟ ଏବଂ ରାଗି ଯାଇଥିଲେ। ସେ କିଏ ଥିଲା? କିଏ କି ସେ ନିରୀହ ଡକ୍ଟରଙ୍କ ଜୀବନ ନେଇଥିଲା ଏବଂ କାହିଁକି? ଏହି କଥା ଭାବି ଜନତାଙ୍କ ସହିତ ସମସ୍ତ ଡକ୍ଟରମାନେ ବି ରାସ୍ତା ଉପରକୁ ବାହାରି ଆସିଥିଲେ। ସମସ୍ତଙ୍କର ଗୋଟେ ସର୍ତ୍ତ ଥିଲା କି ଏହି କେସ୍ର ସିବିଆଇ ତଦନ୍ତ କରାଯାଉ ଏବଂ ନ୍ୟାୟ ଦିଆଯାଉ। ଏହି ଘଟଣା ବ୍ୟକ୍ତିଙ୍କ ସମାଜକୁ ଲଜ୍ଜାରେ ପକାଇ ଦେଇଥିଲା। ଯିଏ ବି ଏ ଖବର ଶୁଣିଲା ସେ ଆବା କାବା ହୋଇଗଲା। କାହାଣୀ ସେଇଠି ସମାପ୍ତ ହୋଇନଥିଲା, ଆରମ୍ଭ ହୋଇଥିଲା। ଏହି ଯନ୍ତ୍ରଣାଦାୟକ ଘଟଣାଙ୍କ ପଛରେ କିଏ ଅଛି ଏବଂ କିଏ ଏଥିପାଇଁ ଦାୟୀ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଏହାର ଗଭୀରତାକୁ ଯିବାକୁ ପଡ଼ିବ। ଏହି ସତ୍ୟ ଘଟଣା ଆର୍ଜିକର ମେଡିକାଲ କଲେଜର, ଯେଉଁଟାକି ପୁରା ଦେଶକୁ ଚହଲାଇ ଦେଇଥିଲା। ଏହି କଲିକତାର କାହାଣୀ ଯେଉଁଠିକି ଏକ ମେଧାବୀ ଏବଂ ସମର୍ପିତ ମହିଳା ଡାକ୍ତର ଯିଏକି ତାଙ୍କ ଜୀବନରେ ବହୁତ ଉପରକୁ ଯାଉଥିଲେ। ଏହି ମହିଳା ଡକ୍ଟରଙ୍କ ଯିଏକି ତାଙ୍କ ଜୀବନର ଅନ୍ତିମ କ୍ଷଣ କଷ୍ଟ ସହିଥିଲେ ଏବଂ ସାଧାରଣ ପରିବାରରୁ ଆସିଥିଲେ। ପିଲାବେଳରୁ ସେ ଶିକ୍ଷାର ମହତ୍ତ୍ୱ ବୁଝିପାରିଥିଲେ ଏବଂ ଚେଷ୍ଟା କରି ମେଡିକାଲର ପଢ଼ା ପୂରା କରି ମା ବାପାଙ୍କ ଆଶାର କିରଣ ବି ବନିସାରିଥିଲା ଏବଂ ପରିବାରରେ ପ୍ରଥମ ଡକ୍ଟର ହେବାର ଗୌରବ ବି ପାଉଥିଲା। ଏହା ସଫଳତା ନା କେବଳ ତା'ର ପରିବାର ପାଇଁ ଗୌରବ କଥା ଥିଲା, ପୁରା ଗାଁ ପାଇଁ ବି ପ୍ରେରଣା ବନିସାରିଥିଲା। ମେଡିକାଲ କଲେଜରେ ଗୋଟେ ନାଁ ରଖିବା ପାଇଁ ସେ ବହୁତ ଚେଷ୍ଟା କରୁଥିଲେ। ତାଙ୍କର ଗୋଟିଏ ସ୍ୱପ୍ନ ଥିଲା ଯେ ସର୍ବଦା ରୋଗୀମାନଙ୍କ ସେବା କରି ଜୀବନଯାପନ କରିବେ ଏବଂ କଠିନ ପରିଶ୍ରମ କରି ଜୁନିୟର ଏବଂ ସିନିୟରଙ୍କ ସାଙ୍ଗେ ମିଶି କାମ କରୁଥିଲେ। ସେ ସର୍ବଦା ହସି ହସି ରୋଗୀମାନଙ୍କ ସହିତ ଚିକିତ୍ସା ବି କରୁଥିଲେ ଏବଂ କାମ ପ୍ରତି ସମର୍ପିତ ଥିଲେ। କିନ୍ତୁ କେହି ଜାଣିନଥିଲେ ଯେ ଏହି ସମର୍ପଣ ଦିନେ ତାଙ୍କୁ ଏକ ଭୟଙ୍କର ମୃତ୍ୟୁ ଆଡ଼କୁ ଟାଣି ନେଇଯିବ ବୋଲି। 2024 8 ଅଗଷ୍ଟ ରାତି 11ଟାରେ ତାଙ୍କୁ ତାଙ୍କ ମାଆଙ୍କ ଫୋନ୍ ଆସିଥିଲା। ମା ସବୁଦିନ ପରି ଝିଅର ହାଲଚାଲ ପଚାରି ବି ଥିଲେ ଏବଂ ଡକ୍ଟର ହସି ହସି ମୁଁ ଠିକ୍ ଅଛି ବୋଲି କହିଥିଲେ। ସେହି ସମୟରେ ସେହି ରୋଗୀଙ୍କ ମନକୁ ଦେଖିବାକୁ ଯାଉଥିଲେ। ଏହା ତାଙ୍କର ଶେଷ କଥା ଥିଲା। ମା ଭାବିଲେ କି ତାଙ୍କ ଝିଅ କାମରେ ବ୍ୟସ୍ତ ଅଛି ଏବଂ ସୁରକ୍ଷିତ ଅଛି, କିନ୍ତୁ ଭାଗ୍ୟ ତାଙ୍କର ସାଙ୍ଗରେ କିଛି ଅଲଗା ଖେଳ ଖେଳୁଥିଲା। ପାଖାପାଖି 12ଟା ରାତି, ଯେତେବେଳେ ସମସ୍ତେ ଥକିଯାଇ ଆରାମ ନେବା ପାଇଁ ଯାଉଥିଲେ, ଡକ୍ଟର ତାଙ୍କ ଜୁନିୟର ସାଥୀମାନଙ୍କ ସହିତ ବସି ହସ ମଜା କରି ଖାଇସାରି ମୁଁ ଥକି ଯାଇଛି ବୋଲି କହି ଶୋଇବା ପାଇଁ ବିଲ୍ଡିଂର 4 ମାହାଲାରେ ଥିବା ସେମିନାର ହଲ୍କୁ ଯାଉଥିଲେ। କିନ୍ତୁ କେହି ଜାଣିନଥିଲେ ଯେ ତାଙ୍କ ଜୀବନର ଶେଷ ଆନନ୍ଦ ଭରା ସମୟ ଥିଲା। ଅଗଷ୍ଟ 9, 2024 ଯେବେ ତାଙ୍କ ପିତାଙ୍କ ପାଖକୁ ଏହି ଭୟଙ୍କର କଲ୍ ଆସିଥିଲା, ସେ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ଯଥାଶୀଘ୍ର ମେଡିକାଲରେ ପହଞ୍ଚି ଯାଇଥିଲେ। ସେହି ଜାଗାର ଦୃଶ୍ୟ ଖୁବ୍ ଭୟଙ୍କର ସ୍ୱପ୍ନଠାରୁ କମ୍ ନଥିଲା। ହସ୍ପିଟାଲର ଭିତର ଲୋକେ ମାନଙ୍କ ସହିତ ଭିଡ଼ ଥିଲା। ଡାକ୍ତରଙ୍କ ଦେହ ଅର୍ଦ୍ଧନଗ୍ନ ଅବସ୍ଥାରେ ରକ୍ତରେ ଜୁଡ଼ୁବୁଡ଼ୁ ଏବଂ ଦେହ କ୍ଷତରେ ପରିପୂର୍ଣ୍ଣ ଥିଲା। ତାଙ୍କର ବେକର ହାଡ଼ ଭାଙ୍ଗିବା ସହିତ ଆଖି, ମୁହଁ ଏବଂ ବ୍ୟକ୍ତିଗତ ଅଙ୍ଗ ରକ୍ତାକ୍ତ ହୋଇ ପଡ଼ିଥିଲା। ଏହି ମୃତ୍ୟୁ ସାଧାରଣ ମୃତ୍ୟୁ ନଥିଲା, ବହୁତ ଭୟଙ୍କର ଥିଲା। ଝିଅର ଏଭଳି ଅବସ୍ଥା ଦେଖି ମା ବାପା ସହିପାରିନଥିଲେ। ତାଙ୍କ ପାଖରେ କିଛି କହିବା ପାଇଁ ବି ଶୁଣିବା ପାଇଁ ବି ଶବ୍ଦ ନଥିଲା ଏବଂ
ଏହି ଘଟଣା ହସ୍ପିଟାଲର ସମସ୍ତ ଡକ୍ଟର ଏବଂ କର୍ମଚାରୀ ଆତଙ୍କିତ କରିଦେଇଥିଲା। ଏହି ଖବର ହସ୍ପିଟାଲରୁ ବାହାରି ସୋସିଆଲ ମିଡ଼ିଆରେ ନିଆଁ ଭଳି ବ୍ୟାପି ଯାଇଥିଲା ଏବଂ ପୂରା ସହର କ୍ରୋଧରେ ଭରି ଉଠିଥିଲା। ହସ୍ପିଟାଲର ବାହାରେ ଲୋକଙ୍କ ଭିଡ଼ ବଢ଼ି ଚାଲିଥିଲା। ଡକ୍ଟର ଏବଂ ନର୍ସ ଧାରଣା ବାହାରି ଆସିଥିଲେ। ତାଙ୍କର ମାତ୍ର ଗୋଟିଏ ସର୍ତ୍ତ ଏବଂ ନ୍ୟାୟ ଥିଲା, ଦୋଷୀକୁ ଉଚିତ ଦଣ୍ଡ ଦିଆଯାଉ। ଲୋକଙ୍କ ଅତ୍ୟଧିକ ଚାପ ଯୋଗୁଁ ତଦନ୍ତ ବହୁତ ଶୀଘ୍ର ଆରମ୍ଭ ହୋଇଯାଇଥିଲା, କିନ୍ତୁ ହସ୍ପିଟାଲରେ ଥିବା କର୍ମଚାରୀମାନେ ଏହା ଏକ ଆତ୍ମହତ୍ୟା ବୋଲି ଦାବି କରିଥିଲେ। କିନ୍ତୁ ମହିଳା ଡାକ୍ତରଙ୍କ ଦେହରେ ଥିବା କ୍ଷତ ଏବଂ ବେକର ଭାଙ୍ଗିଯାଇଥିବା ହାଡ଼ ଏକ ସାଧାରଣ ମୃତ୍ୟୁ ନୁହେଁ ବୋଲି ଦର୍ଶାଉନଥିଲା। ପୋଷ୍ଟମର୍ଟମର ରିପୋର୍ଟ ମଧ୍ୟ ଏହା ପ୍ରମାଣ କରିଥିଲା। ଏହି ଘଟଣାକୁ ଦେଖି ରାଜନୈତିକ ନେତା ଏବଂ ସଂଗଠନମାନେ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ। ଏହି ଘଟଣା କେବଳ ଗୋଟେ ପରିବାରର ନୁହେଁ, ପୂରା ସମାଜ ପାଇଁ ଗୋଟେ ପ୍ରଶ୍ନ ଉଠାଇ ଦେଇଥିଲା। ମମତା ବାନାର୍ଜୀଙ୍କ ସରକାର ଏହି ଘଟଣାକୁ ନେଇ ବହୁତ ଚାପରେ ଆସିଯାଇଥିଲା। ତଦନ୍ତର ଦୂର ସେମିନାର ହଲ୍ ପାଖରେ ଥିବା CCTV କ୍ୟାମେରା ଫୁଟେଜରୁ ଭରା କରାଯାଇଥିଲା। ସେଥିରେ ବହୁତ ସନ୍ଦେହଜନିତ ଜିନିଷ ଜଣାପଡ଼ିଥିଲା। ଏଥିରେ ସଞ୍ଜୟ ରାଓ ନାମକ ଜଣକ ବ୍ୟକ୍ତି ଆଗକୁ ଆସିଥିଲେ, ଯିଏକି ପୋଲିସ ସହାୟତା ବୋର୍ଡରେ ଏକ ସହାୟକ ରୂପେ କାମ କରୁଥିଲେ। ସେ ସବୁବେଳେ ହସ୍ପିଟାଲକୁ ଯିବା ଆସିବା କରିବାରେ ଦେଖାଯାଉଥିଲେ। ତାଙ୍କୁ ସନ୍ଦେହ ନିଜ ନଜରରେ ଦେଖାଗଲା। ଏହି ତଦନ୍ତ ମଧ୍ୟରେ ସେମିନାର ହଲ୍ ପାଖରୁ ଏକ ବ୍ଲୁଟୁଥ୍ ଡିଭାଇସ୍ ବି ମିଳିଥିଲା। ଯେବେ ପୋଲିସ ସେହି ବ୍ଲୁଟୁଥ୍ ଡିଭାଇସ୍ ଚେକ୍ କରିଥିଲା, ସେ ବ୍ଲୁଟୁଥ୍ ଡିଭାଇସ୍ ଭାଙ୍ଗିବା ସାଙ୍ଗରେ ସଞ୍ଜୟ ରାଓର ବୋଲି ଜଣାପଡ଼ିଥିଲା। ଏହିସବୁ ଉପରେ ସଞ୍ଜୟ ରାଓର ସବୁ ଗତିବିଧି ପର୍ଦ୍ଦାଫାଶ ହୋଇଯାଇଥିଲା। ସେ କେତେଜଣଙ୍କ ସାଙ୍ଗରେ ବିବାହ କରି ମନ ଭରିଲା ପରେ ତାଙ୍କୁ ଛାଡ଼ି ବି ଦେଉଥିଲା। ଗୋଟେ ପତ୍ନୀର ମୃତ୍ୟୁ ବି ହୋଇଯାଇଥିଲା। ସେ ସମୟରେ କେହି ତା ବିରୁଦ୍ଧ ଆଗକୁ ଆସିନଥିଲେ ଏବଂ ସେ ନିଜକୁ ସମସ୍ତଙ୍କ ସାମ୍ନାରେ ପୋଲିସବାଲାଙ୍କୁ ଦେଖାଉଥିଲା। ବହୁତ ତଦନ୍ତ ପରେ ସଞ୍ଜୟର ଦୋଷୀ ସ୍ୱୀକାର କରୁନଥିଲା, କିନ୍ତୁ ଅତ୍ୟଧିକ ଚାପ ପଡ଼ିଲା ପରେ ସେ ତାର ଦୋଷୀ ସ୍ୱୀକାର କରିଥିଲା। 8 ଅଗଷ୍ଟ ରାତିରେ ସଞ୍ଜୟ ନିଶାରେ ଥିବାବେଳେ ସେ ମହିଳା ଡକ୍ଟରଙ୍କ ଉପରକୁ ଆକ୍ରମଣ କରି ତାଙ୍କୁ ବହୁତ ମାରିବା ସଙ୍ଗେ ସଙ୍ଗେ ଦୁଷ୍କର୍ମ ମଧ୍ୟ କରିଥିଲା। ଶେଷରେ ସେ ତାର ଜୀବନ ବି ସମାପ୍ତ କରିଦେଇଥିଲା। ତାର ଶରୀର ଭିନ୍ନ ଭିନ୍ନ ଜାଗାରେ କ୍ଷତ ଏହା ଦର୍ଶାଉଥିଲା ଯେ କିପରି କ୍ରୁରତା ସହିତ ମହିଳା ଡକ୍ଟରଙ୍କ ସହିତ ସେ ଆକ୍ରମଣ କରିଛି। ଏହି ସବୁ ତଦନ୍ତ ପରେ ପୋଲିସ ତାର ମୋବାଇଲ ଜବତ କରିବା ସହିତ ତା ଫୋନ୍ ବି ଚେକ୍ ମଧ୍ୟ କରିଥିଲା। ସେଥିରେ ଥିବା ବହୁତ ଆପତ୍ତିଜନକ ଭିଡ଼ିଓ ତାର ଏହି ଅପରାଧକୁ ବି ପ୍ରମାଣ ଦେଉଥିଲା। ଭାରତୀୟ ନ୍ୟାୟ ଧାରା 64 ଏବଂ 103 ଧାରା ଅନୁଯାୟୀ ଏହି ମାମଲା ଦର୍ଜ ଗଲା ଏବଂ ସିଆଦଲ ଆଦାଲତରେ ତାଙ୍କୁ ହାଜିର କରାଯାଇଥିଲା, ଯେଉଁଠିକି ତାଙ୍କୁ 23 ଅଗଷ୍ଟ ପର୍ଯ୍ୟନ୍ତ ପୋଲିସ କଷ୍ଟଡିରେ ରଖାଗଲା। କିନ୍ତୁ ଏ ମାମଲା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଆଉ କିଛି ନୂଆ ପର୍ଦ୍ଦାଫାଶ ହୋଇପାରେ। ଏହି ଘଟଣା ଆମକୁ ଏହା ଦର୍ଶାଉଛି ଯେ ଆମ ସମାଜ କେଉଁ ରାସ୍ତାରେ ଯାଉଛି। ଏହି ଘଟଣା ଆମକୁ ଏହା ଶିଖାଉଛି ଯେ ସମାଜରେ ମହିଳାମାନଙ୍କୁ ସୁରକ୍ଷା ପାଇଁ କେବଳ ଆଇନ ହିଁ ନୁହେଁ, ସମାଜର ଚିନ୍ତା ଶକ୍ତି ଏବଂ ଜାଗୃତି ଆବଶ୍ୟକ। ତେଣୁ ମହିଳାଙ୍କୁ ସୁରକ୍ଷା ପାଇଁ କେବଳ ଆଇନ ନୁହେଁ, ଆମେ ମଧ୍ୟ ପିଲାବେଳୁ ପିଲାମାନଙ୍କୁ ଶିଖାଇବା ଦରକାର ଯେ ନାରୀ ଶକ୍ତି ହିଁ ଜୀବନ। ଯଦି ଆପଣଙ୍କୁ ଏହି ଭିଡ଼ିଓ ଭଲ ଲାଗେ ତେବେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ଆଣ୍ଡ ସେୟାର କରିବେ।